ଚାଷ କଲେ ତ କାନ୍ଦରେ ହେବ ନ ଚାଷ କଲେ ତ ହେବ ନାହିଁ। ଆପଣ ଦେଖନ୍ତୁ ମସ୍ତ ମସ୍ତ ଅଛି, ଏତେ ସୁନ୍ଦର ଦେଖାଯାଉଛି ଏଇଟା। এটা ଇଏ କରିକି ପୁରା ପୁରା କ୍ଲିୟର କରିକି ଏଇଟା ଖାଇବାର ଅଛି। ଏଇଟା ଏମିତି ଖାଇଲେ କାହିଁକି ନା କ'ଣ ପତ୍ର ଗୁଡ଼ାକ ଅଛି, କ'ଣ ଏଇଟା ଚପଡ଼ କ'ଣ କୁହାଯାଏ କି ଚପ କି କ'ଣ ଜାଣିନାହିଁ। ହାଇ ଗାଇସ୍, ମୁଁ ଆପଣମାନଙ୍କୁ କିଛି କହିବି। ଆଉ ବଡ଼ ବଡ଼ କ୍ରିଏଟର ମାନେ କ'ଣ କହନ୍ତି, ଏମିତି କର ସେମିତି କର, ଏଇଭଳିଆ କର ସେଇଭଳିଆ କର, ଖାଲି ସେଇ ଜିନିଷକୁ ଦେଖେଇବେ କିନ୍ତୁ ଆମର ହେଉନଥିବ। କିନ୍ତୁ ସେମାନେ ଆମେ ଜାଣୁନଥିବା ଯେ ସେମାନଙ୍କର ଲାଇଫ୍ଟା ଆମେ ବଢ଼େଇ ଦେବା ବାସ୍। ଆମର କିଏ ବି କିଛି ବି ଲାଇକ୍ ମାରିବେ ନାହିଁ, କି କିଏ ସବସ୍କ୍ରାଇବ୍ କରିବେ ନାହିଁ। ଜାଣିଛି ମୁଁ, ସବସ୍କ୍ରାଇବ୍ କର ତେବେ ଆପଣଙ୍କର ବି ବଢ଼ିବ, ଏହା ସବୁ କହିବେ। କିନ୍ତୁ ଆମେ ମାରିଦେବା, ସେଟା ବିଶ୍ୱାସ କରିକି ଆମେ ମାରିଦେବା। କିଛି ବିଲକୁଲ ହେଉନଥିବ। ମୁଁ ଜାଣିଛି, ମୁଁ କେତେଥର ଟ୍ରାଏ କରିଛି, ହେଲେ ମଧ୍ୟ ହେଲାନି। ହିନ୍ଦୀ ଚ୍ୟାନେଲ୍ ମାଧ୍ୟମରେ ତ ଆପଣମାନେ ଜାଣିଛନ୍ତି ବହୁତ ବଡ଼ ବଡ଼ କ୍ରିଏଟର ମାନେ ଅଛନ୍ତି। ଆମର ହେବନି, ଆମେ ନିଜେ ଟ୍ରାଏ କଲେ ହିଁ ହେବ। ସେମାନଙ୍କର କଥାକୁ ଯଦି ଆମେ ବିଶ୍ୱାସ କରିବା ତେବେ ହେଇପାରିବନି। ଗୋଟେ ଗୋଟେ ଜିନିଷ ତ ବୁଝେଇବେ ଠିକ୍ ଅଛି, ହେଲେ ଏଇସବୁ ହଠାପଟରେ କରନ୍ତି କିନ୍ତୁ ହେଇପାରିବ ନାହିଁ। ମୁଁ ଜାଣିଛି, ମୁଁ ଦେଖିଛି, ବିଲକୁଲ କେବେ ହେବନି। ଆପଣମାନେ ଟ୍ରାଏ କରନ୍ତୁ। ଆଉ ଗୋଟେ କଥା, ଆପଣମାନେ ବି ଯଦି ଚ୍ୟାନେଲ୍ ବନାଇବାକୁ ଚାହୁଁଛନ୍ତି, ଭିଡ଼ିଓ ବନାଇବାକୁ ଚାହୁଁଛନ୍ତି, ତେବେ ଆପଣମାନେ ନିଜେ ଟ୍ରାଏ କରନ୍ତୁ। ହେବ କି ନାହିଁ ଆଗେ ଦେଖନ୍ତୁ, ଟ୍ରାଏ କରନ୍ତୁ। ଯଦି ହେଉଛି ବନାଅ, ଯଦି ହେଉନି ଆଉ ଟିକେ ଟ୍ରାଏ କର। କିନ୍ତୁ ୟୁଟ୍ୟୁବରେ ତ ସବୁକିଛି ଫାଇଦା ମିଳେ ବୋଲି କଥା ରହିଛି। ଆଉ ସମସ୍ତେ ମଧ୍ୟ ଇନକମ୍ କରିସାରିଲେଣି ଆପଣଙ୍କ କଣ୍ଟେଣ୍ଟ ଦ୍ୱାରା। ଆମ ଭିଡ଼ିଓ ଯଦି ଭଲ ଥିଲେ ଆମେ ବି କିଛି ଆଗକୁ ଯାଇପାରିବା। ଯଦି ଆମର ଯଦି ଭଲ ନଥିବ କିନ୍ତୁ ଯାଇପାରିବା ନାହିଁ, ଆମର କିଏ ଭିଡ଼ିଓ କେବେ ଦେଖିବ ନାହିଁ। ଯଦି ଭିଡ଼ିଓ ଭଲ ହେଉ ବା ନ ହେଉ, ଆମେ ଯେଉଁ ଟାଇପ୍ରେ ଆମେ ବନାଉଛୁ ସେ ଟାଇପ୍ରେ ଥମ୍ବନେଲ୍ ମଧ୍ୟ ବନାଉ। ଆଉ ବେଶୀ ଥମ୍ବନେଲ୍ ବେଶୀ ଭଲସେ ଏଡ଼ିଟିଂ କରନ୍ତୁ। ଆଉ ଥମ୍ବନେଲ୍ ଭଲସେ ରଖନ୍ତୁ। ଆଉ ଟାଇଟେଲ୍ କ'ଣ ପାଇଁ ନା ଟାଇଟେଲ୍ ଦେଖିବେ ଏ ଟାଇପ୍ର ଥିବ, ଭିତରେ ଏଇ ଟାଇପ୍ର ଥିବ ବୋଲିକି ତାଙ୍କମାନଙ୍କୁ ଟିକେ ଆଟ୍ରାକ୍ଟ କରେ। ମୁଁ କିଛି ବ୍ଲଗ୍ ବିଷୟରେ ତ ସବୁକିଛି ମୁଁ ଜାଣିଛି, କିନ୍ତୁ ମୁଁ ବନେଇ ପାରୁନି। ହେଲେ ଖାଲି ଦେଖିବା ବହୁତ ପୁରା ଖାଲି ବେଶୀ ଦେଖୁଛି ମୁଁ, କିନ୍ତୁ ହେଉନି। ମୁଁ ତିନିଟା ନା କ'ଣ 3-4ଟା ମୋ ଆଇଡ଼ିଟା ସବୁ ଖରାପ ହେଇଗଲା। କ'ଣ ପାଇଁ ମୁଁ ନିଜେ ଡିଲିଟ୍ କରିଦେଇଛି। ଫାଷ୍ଟରେ ଦେଖିଲି ସେତେବେଳେ ତ କିଛି ବିଲକୁଲ ଆଇଡ଼ିଆ ନଥିଲା, କିଛି ନଥିଲା। ଏବେ ଆଉ ଗୋଟେ ବନେଇଲି, ସେଟା ଡିଲିଟ୍ କରିଦେଲି, ହେଲାନି ବୋଲି ମୋର ଟେନସନ୍। କିନ୍ତୁ ନ ଜାଣିକି ଟେନସନ୍ ହେଇଯିବାର। ଆପଣମାନେ ଯେତେବେଳେ ଜାଣିପାରିବେ ସେତେବେଳେ ଆପଣମାନେ ବି ହଁ ମୁଁ ଜାଣିପାରିଲି ଆଉ ମୁଁ ୟୁଟ୍ୟୁବର୍ ହେଇପାରିବି ବୋଲିକି ଆପଣମାନେ ଚିନ୍ତାରେ ସବୁକିଛି ବିଶ୍ୱାସ ରଖିପାରିବେ। ଏଇଭଳିଆ ଟାଇପ୍ରେ ଆପଣମାନେ ବନାନ୍ତୁ, ତେବେ ଟ୍ରାଏ କରନ୍ତୁ। ଯଦି ହେଲେ ଆଉ ଆଗକୁ ଯାଆନ୍ତୁ। ଆଉ ସମସ୍ତେ କହିବେ ପୁରା ସ୍ପିଡ଼୍ରେ କଥା କହିବେ, ଆପଣଙ୍କ ଇଚ୍ଛା ଅନୁସାରେ ବନେଇବେ। କେତେ କଥା ଅଛି ସେତିକି ବାହାରୁଥିବ, ସେତିକି ଷ୍ଟୋନ୍ ଅଛି, ସେତିକି ପାୱାର୍ ଅଛି, ସେତିକି ଦେଖେଇବେ। କମ୍ ଯଦି ଅଛି ଆଉ ବଢ଼େଇ ପାରିବେ ଦିନେ ଡାଇରେକ୍ଟ ଯାଇପାରିବ ନାହିଁ। ଧୀରେ ଧୀରେ ଯାଇକି ଦେଖ ହେଉଛି କି ନାହିଁ। ଡାଇରେକ୍ଟ ହେବ ନାହିଁ, ଆଇଡ଼ିଆ ଧୀରେ ଧୀରେ ଆସିବ। ଆପଣଙ୍କର ମାଇଣ୍ଡ ପୁରା ଟିକେ ଟିକେ ବଢ଼ୁଥିବ, ନଲେଜଫୁଲ୍ ହେଉଥିବ। ଓକେ ଫ୍ରେଣ୍ଡସ୍, ମୁଁ ଏତିକି ରହିବି। ଆଉ ନେକ୍ସଟ ଭିଡ଼ିଓରେ ମୁଁ ବି ବ୍ଲଗିଂରେ ମୁଁ କ'ଣ ଶିଖୁଛି ମୁଁ ବି ଆପଣମାନଙ୍କୁ ବି ମୁଁ ଏଇଭଳିଆ ମୁଁ ଟାଇପ୍ ବନାଅ ବୋଲିକି ମୁଁ ବି କିଛି କହିଲି। ଆଉ ଆପଣମାନେ ବି ବନେଇବେ ଆଉ ଆପଣଙ୍କ ଫାଇଦା ହିଁ ମିଳିବ। କିନ୍ତୁ ମୋ ଫାଇଦା ପାଇଁ ଆପଣମାନଙ୍କୁ ନୁହେଁ, ମୁଁ ମୋ ଫାଇଦା ପାଇଁ ଆପଣମାନଙ୍କୁ କହୁଛି। ବାଏ, ରହିଲି, ଧନ୍ୟବାଦ।